ଆଜି ଆମେ କଥା ହେବାକୁ ଯାଉଛୁ ଏକ ଭାବପ୍ରବଣ ଓ ହୃଦୟସ୍ପର୍ଶୀ ଗୀତ ବିଷୟରେ, ଯାହାର ନାମ ହେଉଛି ହାରିଗଲି ଜୀବନରେ ରହିଗଲି ଏକା। ଏହି ଗୀତଟି ପ୍ରାପ୍ତି କ୍ରିଏସନ ପକ୍ଷରୁ 9 ମାର୍ଚ୍ଚ 2026 ରିଲିଜ ହୋଇଛି। ଏହି ଗୀତକୁ ଗାଇଛନ୍ତି ଶ୍ରେୟା ମିଶ୍ର, ଯିଏକି ପ୍ରସିଦ୍ଧ ଓଡ଼ିଆ ସିଙ୍ଗର ହ୍ୟୁମାନ ସାଗରଙ୍କର ବନ୍ଧୁମାନେ। ଏହି ଗୀତଟି କେବଳ ଗୋଟିଏ ସାଧାରଣ ଦୁଃଖର ଗୀତ ନୁହେଁ, ଏହା ହେଉଛି ଗୋଟିଏ ଭାବନାମୟ ସଙ୍ଗ ଯାହା ଦିଆଯାଇଛି ଓଡ଼ିଆ ସଙ୍ଗୀତ ଜଗତର ପ୍ରିୟ ସ୍ୱର ହ୍ୟୁମାନ ସାଗରଙ୍କ ସ୍ମୃତିରେ। ଆପଣମାନେ ଜାଣିଥିବେ, ହ୍ୟୁମାନ ସାଗର ତାଙ୍କର ଅନେକ ସୁପରହିଟ୍ ସଙ୍ଗ ଦ୍ୱାରା ଲୋକମାନଙ୍କ ହୃଦୟରେ ଜାଗା ତିଆରି କରିଥିଲେ। ତାଙ୍କର ସ୍ୱରରେ ଏମିତି ଏକ ଭାବନା ଥିଲା ଯାହା ସିଧାସଳଖ ମନକୁ ଛୁଇଁ ଯାଉଥିଲା। ଏହି କାରଣରୁ ଆଜି ମଧ୍ୟ ତାଙ୍କ ଗୀତଗୁଡ଼ିକ ଶୁଣିଲେ ମନରେ ଭାବନା ଆସିଯାଏ। ହାରିଗଲି ଜୀବନରେ ରହିଗଲା ଏକା ଗୀତର ଲିରିକ୍ସ ଏବଂ ମ୍ୟୁଜିକ୍ ଏମିତି ଭାବରେ ତିଆରି ହୋଇଛି ଯାହା ଶୁଣିଲେ ହୃଦୟ ଭରିଯାଏ। ଶ୍ରେୟା ମିଶ୍ର ତାଙ୍କ ସ୍ୱରରେ ଯେଭଳି ଭାବନା ପ୍ରକାଶ କରିଛନ୍ତି, ସେଥିରେ ଏକ ସତ୍ୟ ଅନୁଭବ ଦେଖିବାକୁ ମିଳେ। ଏହି ଗୀତର ଭିଡ଼ିଓଟି ମଧ୍ୟ ବହୁତ ଭାବପ୍ରବଣ। ଭିଡ଼ିଓରେ ଯେଭଳି ସ୍ମୃତି ଓ ଭାବନା ଦେଖାଯାଇଛି, ସେଥିରୁ ଦର୍ଶକମାନେ ହ୍ୟୁମାନ ସାଗରଙ୍କୁ ଆଉ ଥରେ ସ୍ମରଣ କରୁଛନ୍ତି। ଏହି ଗୀତ ଶୁଣିଲେ ଲାଗେ ଯେ ଏହା କେବଳ ଗୋଟିଏ ସଙ୍ଗ ନୁହେଁ, ବରଂ ଗୋଟିଏ ଭଲ ପାଇବା ଓ ସ୍ମୃତିର କାହାଣୀ। ଆପଣମାନେ ଯଦି ହ୍ୟୁମାନ ସାଗରଙ୍କ ପୁରୁଣା ସଙ୍ଗ ଶୁଣିଥିବେ, ତେବେ ହାରିଗଲି ପ୍ରେମରେ ମୁଁ ହାରିଗଲି, ହାରିଗଲି ତୁ ପ୍ରେମରେ ଭଳି ଅନେକ ହିଟ୍ ସଙ୍ଗ ମନେ ପଡ଼ିଯିବ। ସେହି ସମସ୍ତ ସଙ୍ଗମାନେ ଯେଭଳି ଦୁଃଖ ଓ ଭାବନାର କାହାଣୀ କହୁଥିଲେ, ସେହିଭଳି ଏହି ନୂଆ ଟ୍ରିବ୍ୟୁଟ୍ ସଙ୍ଗଟି ମଧ୍ୟ ଶ୍ରୋତାମାନଙ୍କ ହୃଦୟକୁ ଛୁଇଁ ଯାଉଛି। ୟୁଟ୍ୟୁବରେ ରିଲିଜ ହେବା ପରେ ଏହି ଗୀତକୁ ଦର୍ଶକମାନେ ଭଲ ପ୍ରତିକ୍ରିୟା ମିଳୁଛି। ଅନେକ ଲୋକ କମେଣ୍ଟରେ ଲେଖୁଛନ୍ତି ଯେ ଏହି ଗୀତ ଶୁଣିଲେ ହ୍ୟୁମାନ ସାଗରଙ୍କ ସ୍ମୃତି ଆଉ ଥରେ ମନକୁ ଆସିଯାଏ। ସତ୍ୟ କହିବାକୁ ଗଲେ, ଓଡ଼ିଆ ସଙ୍ଗୀତ ଜଗତରେ ହ୍ୟୁମାନ ସାଗରଙ୍କ ଅବଦାନ କେବେ ବି ଭୁଲି ହେବ ନାହିଁ। ତାଙ୍କର ସ୍ୱର ଏବଂ ଗୀତଗୁଡ଼ିକ ସଦା ପାଇଁ ଦର୍ଶକମାନଙ୍କ ହୃଦୟରେ ରହିବ। ମୋର ବ୍ୟକ୍ତିଗତ ମତ ଅନୁସାରେ ଏହି ଗୀତଟି ଭାବନା ସ୍ମୃତିର ଏକ ସୁନ୍ଦର ପ୍ରତିବିମ୍ବ। ଯଦି ଆପଣ ଦୁଃଖଭରା ଆଉ ହୃଦୟସ୍ପର୍ଶୀ ସଙ୍ଗ ପସନ୍ଦ କରନ୍ତି, ତେବେ ଏହି ଗୀତଟି ନିଶ୍ଚୟ ଶୁଣିବା ଉଚିତ। ତେବେ ବନ୍ଧୁମାନେ, ଆପଣମାନେ ଏହି ଗୀତଟି ଦେଖୁଛନ୍ତି କି ଦେଖିଥିଲେ, କମେଣ୍ଟରେ ନିଜର ମତ ନିଶ୍ଚୟ ଲେଖନ୍ତୁ।